आपण ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ 5 ଲାଇନ୍ସ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ 5 ଧାଡ଼ିରେ ଜାଣିବା ମହାପୁରୁଷଙ୍କ ଜୀବନୀ ବିଷୟରେ। ଆଉ ଯଦି ମହାପୁରୁଷଙ୍କ ଜୀବନୀ ବିଷୟରେ ଅଧିକା ଜାଣିବାର ଅଛି, ସ୍ପେସିଫିକଲି ଅଧିକା ଜାଣିବାର ଅଛି, ମୋତେ କମେଣ୍ଟରେ ଜଣେଇବେ। ତାଙ୍କ ବିଷୟରେ ଆମେ ଲମ୍ବା ଭିଡ଼ିଓ ଆଣିବା ଆଉ ସେ ଲମ୍ବା ଭିଡ଼ିଓ ଓଡ଼ିଆ ପାଠଶାଳା ଫର ୟୁ ଚ୍ୟାନେଲରେ ପବ୍ଲିଶ ହବ। ହେଲା, ତାହେଲେ ଆମେ ଯିବା ଆଜି ଜାଣିବା ଆଉ ଜଣେ ମହାପୁରୁଷଙ୍କ ବିଷୟରେ 5 ଧାଡ଼ିରେ। ଅଗସ୍ତ୍ୟ ମୁନିଙ୍କୁ ସିଦ୍ଧ ଚିକିତ୍ସାର ପିତା ଭାବରେ ବିବେଚନା କରାଯାଏ। ଭାରତୀୟ ପରମ୍ପରାରେ ସେ ଭାରତୀୟ ଉପମହାଦେଶର ବିଭିନ୍ନ ଭାଷାରେ ଜଣେ ଉଲ୍ଲେଖନୀୟ ବିଦ୍ୱାନ ଏବଂ ଜଣେ ପ୍ରଭାବଶାଳୀ ପଣ୍ଡିତ। ସେ ଏବଂ ତାଙ୍କ ପତ୍ନୀ ଲୋପାମୁଦ୍ରା ସଂସ୍କୃତ ପାଠ, ଋଗ୍ବେଦ ଏବଂ ଅନ୍ୟାନ୍ୟ ବୈଦିକ ସାହିତ୍ୟର ପ୍ରସିଦ୍ଧ ଲେଖକ ଅଟନ୍ତି। ଅଗସ୍ତ୍ୟ ପାରମ୍ପରିକ ଭାବରେ ଅଗସ୍ତ୍ୟ ଗୀତା ପରି ଅନେକ ସଂସ୍କୃତ ଗ୍ରନ୍ଥର ଲେଖକ। ସେ ବୈଦିକ ଗ୍ରନ୍ଥ ଗୁଡ଼ିକରେ ଥିବା 7 ଜଣ ସମ୍ମାନିତ ଋଷି ସପ୍ତଋଷିମାନଙ୍କ ମଧ୍ୟରୁ ଜଣେ। ରହୁଛି, ଦେଖା ହବା ଆଗାମୀ ଭିଡ଼ିଓରେ। ନମସ୍କାର।